ବିଜୁ ଜନତା ଦଳ ତାର ପଦଯାତ୍ରା ଆରମ୍ଭ କରିଛି। ଆପଣ ଦେଖିଥିବେ ପଦଯାତ୍ରାରେ ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ ଗୋଟେ ଆଟାକ କରିଛନ୍ତି। ଏବେ ନିର୍ବାଚନ ପରେ ପରେ ବିଜେପିର ସବୁଠାରୁ ବଡ ଆଟାକ। ବିରୋଧୀ ଦଳର ନେତା ଏବଂ ଏମାନେ ଗଲା ନିଶ୍ଚୟ ତାଙ୍କର ସେଇ କଥାଟାକୁ ପୁଣି ଆଉ ଥରେ କହିଛନ୍ତି, ଗଲା ଥରକ ମିଛ କଥା କହି ନିର୍ବାଚନ ଜିତିଛ ଏବଂ ତମର ନିଜର କିଛି ନାହିଁ, କାର୍ଯ୍ୟକ୍ରମ ନାହିଁ, କୌଣସି ନାହିଁ ଏବଂ ଅନେକ ବିଜୁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଧ୍ୟ ବେକରି ନାଁ ବଦଳିଛ, କିଛି କରିପାରୁନ, ଆଇନ ଶୃଙ୍ଖଳା ଅବସ୍ଥା ଏଇ ଯୋଉ କଥାରେ ସେ କହୁଥିଲେ ଗୋଟେ କଡ଼ା ଭାବରେ ସମାଲୋଚନା କରିଛନ୍ତି ବିଜେପି ସରକାରକୁ। ସବୁଠୁ ବଡ କଥା ହଉଛି କିଭଳି ଭାବରେ ୟାର ଲୋକମାନଙ୍କ ଉପରେ କିଛି ତ ପ୍ରଭାବ ପଡିବ, ନ ପଡିବ ବୋଲି ନାହିଁ, କିନ୍ତୁ ନୂଆ ସରକାର ହେଇଛି, ନୂଆ ସରକାରକୁ ଲୋକମାନେ ଯାହାହେଲେ ମଧ୍ୟ ବି ସେ ଧରନ୍ତୁ 3 ମାସ 3.5 ମାସର ସରକାର, ଆଉ ଲୋକମାନେ କିଛି ନା ସମତ ଦେବେ ନା ନୂଆ ସରକାରକୁ ଦେବେ। ତେଣୁ ତା ପୂର୍ବରୁ ନବୀନ ପଟ୍ଟନାୟକ ଯୋଉ ଭାବରେ ମଧ୍ୟ ଆକ୍ରମଣ କରୁଛନ୍ତି ସେଥିରେ ସେମାନେ କିଭଳି ଭାବରେ ତାର ରିପ୍ଲାଏ ଦଉଛନ୍ତି ଦେଖିବାକୁ ପଡିବ। କିନ୍ତୁ ଏଇଟା ଗୋଟେ ବହୁତ ବଡ ବିଷୟ ବୋଲି ଭାବିବାକୁ ପଡିବ, କାରଣ ବିରୋଧୀ ଦଳ ନେତା 24 ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ, ସେଠି ଶାସନ ବ୍ୟବସ୍ଥାକୁ ଭଲ ଭାବରେ ଜାଣିଛନ୍ତି ଏବଂ ଯେତେ ଯାହା ପରିବର୍ତ୍ତନ ହେଲେ ମଧ୍ୟ ଶାସନକୁ ଭଲ ଭାବରେ ଜାଣିଥିବା ଜଣେ ବ୍ୟକ୍ତି ନେତା। ତେଣୁ ସେଭଳି ଭାବରେ ସେ ବିଜେପିକୁ ଯୋଉ ଭାବରେ ଆକ୍ରମଣ କରୁଛନ୍ତି ଆଜି, ସେଥିରୁ ବିଜେପି ବାଲାଙ୍କ ପାଇଁ ମଧ୍ୟ ଗୋଟେ ଇଏ ସତର୍କ ହବ ଯେ ତାଙ୍କୁ ସବୁ ମୁହୂର୍ତ୍ତରେ ସତର୍କତା ସହିତ କାମ କରିବାକୁ ପଡିବ ନା। ନବୀନ ପଟ୍ଟନାୟକଙ୍କର ଯାହାହେଲେ ମଧ୍ୟ ଗୋଟେ ଲୋକପ୍ରିୟତା ଅଛି ଏବଂ ବିଜେଡି ଗୋଟେ ବଡ ସଂଗଠନ, ଚାରିଆଡେ ଓଡିଶାରେ ଅଛନ୍ତି, ବିଧାନସଭାରେ 51 ଜଣ ବିଧାୟକ ବି ଅଛନ୍ତି ଓ ତାକୁ ନେଇକି କିନ୍ତୁ ଅପର ପକ୍ଷରେ ସେମାନେ କଥା ଜାଣିଛନ୍ତି ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବା ମଧ୍ୟ ଏତେ ସହଜ ନୁହଁ। ନୂଆ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ, ବହୁତ ବର୍ଷ ପରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି। ଆଗରୁ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ କଂଗ୍ରେସରେ ହେଇଥିଲେ, କିନ୍ତୁ ଏଇ ଯୋଉ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି ଗୋଟେ ନୂଆ ଓଡିଶାର ସାମାଜିକ ଜୀବନରେ ଗୋଟେ ନୂଆ କଥା ଏବଂ ନୂଆ କଥା ତାଙ୍କୁ ଆକ୍ରମଣ କରିବା ମାନେ ଆଦିବାସୀଙ୍କ ବିରୁଦ୍ଧରେ ଆକ୍ରମଣ ଚିତ୍ରିତ ହେଇପାରେ। ତେଣୁ ସେତିକି କଥା ମୋର ଭାବିକି ତାଙ୍କୁ କାମ କରିବାକୁ ପଡିବ। ସାଧାରଣ ଭାବରେ ଲୋକମାନଙ୍କ ଦୃଷ୍ଟିରୁ ଶାସନ ବ୍ୟବସ୍ଥା ନେଇକି ତାଙ୍କର ଯୋଉ କେତେଗୁଡା ଗୋଟେ କଥା ଆଇନ ଶୃଙ୍ଖଳା ଘଟଣା ନେଇକି ବା ସାମ୍ପ୍ରଦାୟିକ ଦଙ୍ଗା ପରିସ୍ଥିତି କେତେ ଜାଗାରେ ନେଇକି ଆଇନ ଶୃଙ୍ଖଳା ନେଇକି ବା ସେସବୁ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇକି ଏବଂ ସେ ବିଦ୍ୟୁତ କହୁଛନ୍ତି ବିଦ୍ୟୁତ କହିଥିଲା ଦେ ବୋଲି ୟୁନିଟ୍ ବିଦ୍ୟୁତ କୋଉଠି ବିଦ୍ୟୁତ ହେଲା ଏଇ କଥା କହୁଛନ୍ତି, ଯୋଉଟା କହିବାର କିଛି ଅସୁବିଧା ନାହିଁ। ତା ବିରୋଧୀ ଶିବିରରୁ ଏ କଥା କୁହାଯିବା ସ୍ୱାଭାବିକ। ମିଛ କଥା କହି ନିର୍ବାଚନ ଜିଣିଛ। ଆପଣ ଦେଖିଥିବେ ନବୀନ ପଟ୍ଟନାୟକ 24 ବର୍ଷ ସରକାର ଥିଲାବେଳେ ବିଜେପି ପ୍ରତି ଏତେ କଡ଼ା ମନ୍ତବ୍ୟ କେବେ ଦେଇନଥିଲେ। ଏବେ ନବୀନ ପଟ୍ଟନାୟକ ବିରୋଧୀ ଦଳ ହେବା ପରେ ଯୋଉ ପ୍ରକାରର ମନ୍ତବ୍ୟ ଦଉଛନ୍ତି, ହୁଏତ 100 ଦିନ ସରକାର ହେଇଛି, ବିଜେଡି ବର୍ତ୍ତମାନ ଗୋଟେ ପଟେ ପଞ୍ଚାୟତ ସ୍ତରରେ ହଉ ବିଭିନ୍ନ ନେତା ମଧ୍ୟ ଦଳ ଛାଡୁଛନ୍ତି, ଇଏ ଯୋଉ ପ୍ରକାର ସମୟରେ ନବୀନଙ୍କ ଭଳି ଆଟାକ ବିଜେଡିକୁ କେତେ ବଳ ଦେବ? ନାଇଁ ନାଇଁ ଶୁଣନ୍ତୁ, ଏଇଟା ଗୋଟେ ଦୃଷ୍ଟିରୁ ଆଟାକ ତ କରୁଛନ୍ତି, କାହିଁକିନା ସେ ଭାବିନଥିଲେ ଏଇଟା ନିଶ୍ଚିତ ଭାବରେ ତାଙ୍କୁ ଗୋଟେ କୋଉଠି ସବୁବେଳେ ତାଙ୍କ ମନ ଭିତରକୁ ଯାଉଥିବ। ସେ କେବେ ଭାବିନଥିଲେ ଯେ ଓଡ଼ିଶାରେ ବିଜେଡି କ୍ଷମତାଚ୍ୟୁତ ହେଇଯିବ, ନିର୍ବାଚନରେ ହାରିଯିବେ, ଏଇ କଥା ସେମାନେ କେବେ ବି କଳ୍ପନା କରିନଥିଲେ। କିନ୍ତୁ ତାହିଁ ହେଲା, କାହିଁକି ହେଲା ସେ କାରଣ କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଅନୁସନ୍ଧାନ କରିନାହାନ୍ତି। ସେ ବିଜେପି ବିରୁଦ୍ଧରେ ଯୋଉ ଆକ୍ରମଣ କରୁଛନ୍ତି ତାର କିଛି କାରଣ ଥାଇପାରେ, କିଛି ତଥ୍ୟ ଥାଇପାରେ, କିଛି କଥା ଥାଇପାରେ ବିଷୟ ଲ ଆଣ୍ଡ ଅର୍ଡର ଅନ୍ୟାନ୍ୟ ଘଟଣା ନେଇ, କିନ୍ତୁ ସେ କାହିଁକି ହାରିଗଲେ, ଲୋକମାନେ କାହିଁକି ତାଙ୍କୁ ପ୍ରତ୍ୟାଖ୍ୟାନ କଲେ, ମୁଁ ଭାବୁଛି ସେଇଟା ଭଲ ଭାବରେ ସେ ବୁଝିନାହାନ୍ତି। ସେଇଟାକୁ ବର୍ତ୍ତମାନ ସେ ଦଳ ଭିତରେ ଆଲୋଚନା ହଉନି ଏବଂ ଦଳ ଭିତରେ ଏବେ ମଧ୍ୟ ଚାରିଆଡେ ନିର୍ବାଚନ ବେଳେ ଗୋଷ୍ଠୀ ବିବାଦ ଥିଲା। ସେ ଗୋଷ୍ଠୀ ବିବାଦ କାରଣରୁ ହାରିଲେ ଅନେକ ଜାଗାରେ। ପୁଣି ସେ ଗୋଷ୍ଠୀ ବିବାଦ ଆହୁରି କ୍ଷମତା ଚାଲିଗଲା ପରେ ଯେଉଁମାନେ କ୍ଷମତା ପାଇଁ ଦଳ ସାଙ୍ଗରେ ଥିଲେ ସେମାନଙ୍କ ଭିତରେ ଦଳକୁ ଆକ୍ରମଣ କରିବାର ପ୍ରକ୍ରିୟା ମଧ୍ୟ ବଢ଼ିଛି।